ଜୁନାଗଡ଼ ରେ ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ। 84 ବାଇକ୍ ଜବତ, 6 ଗିରଫ। ଜୁନାଗଡ଼ କଳାହାଣ୍ଡି ଜିଲ୍ଲାରେ ସକ୍ରିୟ ଥିବା ଏକ ବଡ଼ ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଜୁନାଗଡ଼ ପୋଲିସ। 3 ଜଣ ବାଇକ୍ ଚୋର ସହ ଚୋରି ବାଇକ୍ କିଣିଥିବା ଆଉ 3 ଜଣଙ୍କୁ ଗିରଫ କରିବା ସହ ମୋଟ 84ଟି ଚୋରି ବାଇକ୍ ଉଦ୍ଧାର କରାଯାଇଛି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସ୍ପି ନାଗରାଜ ଦେବକୁଣ୍ଡା ଏହି ସୂଚନା ଦେଇଛନ୍ତି। ଗତ 13 ତାରିଖରେ ଜୁନାଗଡ଼ ଥାନାରେ ଏକ ବାଇକ୍ ଚୋରି ଅଭିଯୋଗ ରୁଜୁ ହେବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ତତ୍ପରତା ଦେଖାଇ ଜୁନାଗଡ଼ ପୋଲିସ ଏହି ସଫଳତା ପାଇଛି। ଉଦ୍ଧାର ହୋଇଥିବା 4ଟି ବାଇକ୍ କେବଳ ଜୁନାଗଡ଼ ଥାନା ନୁହେଁ, ଜିଲ୍ଲାର କୋକସରା, ଆମପାଣି, ଧର୍ମଗଡ଼ ଓ ଗୋଲାମୁଣ୍ଡା ଥାନା ଅଞ୍ଚଳରୁ ମଧ୍ୟ ଚୋରି ହୋଇଥିଲା। ଏସବୁ ଥାନାରେ ବାଇକ୍ ଚୋରି ନେଇ ପୂର୍ବରୁ ଏକାଧିକ ମାମଲା ରୁଜୁ ହୋଇଥିଲା। ଆଜିର ସାମ୍ବାଦିକ ସମ୍ମିଳନୀରେ ଏସ୍ପିଙ୍କ ସହ ଧର୍ମଗଡ଼ ଏସ୍ଡିପିଓ ଭର୍ଷିତା ଆଡାବୁ ଏବଂ ଜୁନାଗଡ଼ ଥାନା ଆଇଆଇସି ଶେଷଦେବ ବେହେରା ଉପସ୍ଥିତ ଥିଲେ। ଏସ୍ପି ଶ୍ରୀ କୁଣ୍ଡା ଜୁନାଗଡ଼ ପୋଲିସର କାର୍ଯ୍ୟକୁ ପ୍ରଶଂସା କରିବା ସହ କହିଛନ୍ତି, ଏହି ଗ୍ୟାଙ୍ଗ ବହୁ ଦିନରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଇକ୍ ଚୋରି କରି ବିକ୍ରି କରୁଥିଲା। ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ଜାରି ରହିଛି ଏବଂ ଅଧିକ ତଥ୍ୟ ମିଳିବା ସମ୍ଭାବନା ରହିଛି। ପୋଲିସର ଏହି ବଡ଼ ସଫଳତା ପରେ ସ୍ଥାନୀୟ ଅଞ୍ଚଳରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଉଦ୍ଧାର ବାଇକ୍ ଗୁଡ଼ିକୁ ଯଥାଶୀଘ୍ର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକରୁ ସାହେବ ଛତ୍ରିଆଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।